ना এটা বর্তমানে এই তো আমার নূଆ এসপি সাহেব জয়েন করଛନ୍ତି কଟକ ଜିଲ୍ଲାର ଗ୍ରାମାଞ୍ଚଳ ଏସପି ସାହେବ ତାଙ୍କର ନିର୍ଦ୍ଦେଶରେ ଏବେ ବାଣ ପାଇଁ ଫ୍ରିକ୍ୱେଣ୍ଟ ରେଡ୍ ପାଇଁ ନିର୍ଦ୍ଦେଶ ଅଛି। ସବୁ ଥାନା ଜିଲ୍ଲାରେ ବି କରୁଛନ୍ତି। ଆମର ଆଠଗଡ଼ ସବ୍ ଡିଭିଜନରେ ମଧ୍ୟ ଏବେ ଆରମ୍ଭ ହେଲାଣି, କରାହେଇଛି। ଏର୍ଲିୟର ବି ଆମର ତିଗିରିଆ ଥାନାରେ ଗୋଟେ ଧରା ହେଇଥିଲା 3-4 ଦିନ ପୂର୍ବରୁ ଗୋଟେ ଗତକାଲି ବି ହେଇଛି ସେ ରେଡ୍ ହେବା ପରେ ପୁରୁଣା ତିଗିରିଆ ଯୋଉଟା ଏଠି ସବୁବେଳେ ହଉଛି ବି ଏରିଆରେ ସେଠି ରେଡ୍ ହେବା ଫଳରେ କାଲି 2 ଜଣ ଲୋକ ଆମର ଆପ୍ରେଣ୍ଡ ହେଇଛନ୍ତି, ଆରେଷ୍ଟ ବି ହେଇଛନ୍ତି। ଯୋଉଟା କେସ୍ ହେଇଛି 234 ଆଉ 235 ନମ୍ବର କେସ୍, ସେଥିରେ 2 ଜଣ ହେଇଛି। 7 ବସ୍ତା ବିଭିନ୍ନ କିସମର ବାଣ ସବୁ ଜବତ ହେଇଛି, ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ଜବତ ହେଇଛି। ନାଇଁ ହେଇଛି ତ ଅଘଟଣ ହେଇଛି, ଯୋଉଗୁଡାକ ବି କେସ୍ ହେଇଛି। ଏଇଟା ଚାଲିଛି, ଏବେ ତ ରେଡ୍ ଆରମ୍ଭ ହେଲା, ନିହାତି ତାକୁ ଇଭେନ୍ ଆମେ ସେ କରୁଛନ୍ତି ଯୋଉଟା ଟ୍ରାନ୍ସପୋର୍ଟେସନ ହବ ସେଇଟାକୁ ବି ଜଗିବୁ। ଏସବୁ ହେଲେ ବି ଭାବୁଛି କମିଯିବ, ନିହାତି କମିଯିବ। ନାଇଁ 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 ସେମିତି କୌଣସି ପରମିଶନ ନାହିଁ। ଇଲିଗାଲ କରୁଛନ୍ତି। ଆମର 2 ଜଣ ଗିରଫ ହେଇଛନ୍ତି। ଏ ସଂକ୍ରାନ୍ତରେ 2ଟା କେସ୍ ହେଇଛି ତିଗିରିଆ ଥାନାରେ, 234 ନମ୍ବର କେସ୍ ଆଉ 235 ନମ୍ବର କେସ୍। ପୁରୁଣା ତିଗିରିଆ ବାଣ ଆନୁମାନିକ 7 ବସ୍ତା ଯୋଉଟା ହେଇଛି ରିକଭରି, ସେଟା ଲକ୍ଷାଧିକ ଟଙ୍କାର ବାଣ ଜବତ ହେଇଛି। କେବଳ ପୁରୁଣା ତିଗିରିଆ ଚାଲିଛି ନା ବିଣ୍ଡାଣିବାର ମାନେଶ୍ୱର ପଡା ଏମିତି ଆଖପାଖ ଅଞ୍ଚଳରେ ମଧ୍ୟ ବାଣ ଚାଲିଛି? ଆଉ ଗୋଟେ ସେଇଟା ବାଣେଶ୍ୱର ପଡା ବି, ସେଇଟା ଡେ ବିଫୋର ଏଷ୍ଟରଡେ ମୁଁ ବି ଆସିଥିଲି, ସେ ରେଡ୍ରେ ସାମିଲ ହେଇଥିଲି, କିନ୍ତୁ ଟିକେ ସେମାନେ ବି ସତର୍କ ଅଛନ୍ତି। ଚାଲିଛି, ରେଡ୍ ହବ। ସେ ଗାଁରେ ବି ଖବର ଆସୁଛି ବୋଲି, ବିନ୍ଦାଣିବା ବି ଆସୁଛି ଖବର। ନିହାତି 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 ରହିବ। ଗୋଟେ ପ୍ରକାର ସମ୍ପୂର୍ଣ୍ଣ ବାଣ ବନ୍ଦ ହେଇପାରିବ, ତିଆରି ଚାଲିଛି, ତା ସହିତ ବିକ୍ରି ମଧ୍ୟ ଚାଲିଛି। ନିହାତି ଏଇଟା ଯଦି ଆମେ କ୍ରମାଗତ ଏମିତି କଣ୍ଟିନ୍ୟୁ ଜାରି ରହିବ, ମୁଁ ଆଶା କରେ କମିଯିବ।